ଜୀବନର ମରୁଭୂମିରେ ଝିପ୍ ଝିପ୍ ବର୍ଷା ପରି ଏହି ଅମୃତ ବାଣୀ ଗୁଡ଼ିକ ଆପଣଙ୍କ ଜୀବନକୁ ନିଶ୍ଚିତ ଭାବରେ ସରସ ଓ ସୁନ୍ଦର କରି ଗଢ଼ି ତୋଳିବାରେ ସହାୟତା ପ୍ରଦାନ କରିବ। ଆପଣଙ୍କ ମନକୁ ଆଶା, ଉତ୍ସାହ, ଉଦ୍ଦୀପନା ଓ ପ୍ରେରଣାରେ ନିଶ୍ଚିତ ଭାବରେ ଭରିଦେବ, ଏଥିରେ ସନ୍ଦେହ ନାହିଁ। ତେଣୁ ଏହି ଅମୃତମୟ କଥା ଗୁଡ଼ିକୁ, ଏହି ଅମୃତ ବାଣୀକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ପ୍ରତିଟି ବାଣୀ ବହୁତ ମୂଲ୍ୟବାନ। କିଏ ଜାଣେ କେଉଁ ବାଣୀ ଆପଣଙ୍କ ଜୀବନକୁ ବଦଳାଇ ଦେବ। ତେଣୁ ପ୍ରତିଟି ବାଣୀକୁ ନିଶ୍ଚିତ ଭାବରେ ଧ୍ୟାନପୂର୍ବକ ଶୁଣନ୍ତୁ। ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ଏ ଅମୃତ ବାଣୀର ଏ ଭାଗକୁ। ଯେତେବେଳେ ଆପଣ ଉନ୍ନତିର ସିଡ଼ି ଚଢ଼ି ଉପରକୁ ଉଠୁଥିବେ, ସେତେବେଳେ ପଛରେ ପକାଇ ଆଗକୁ ବଢ଼ିଥିବା ଲୋକମାନଙ୍କ ସହ ନିଶ୍ଚିତ ଭାବରେ ଭଲ ବ୍ୟବହାର ଜାରି ରଖିଥିବେ। କାରଣ ସିଡ଼ିରୁ ଯେତେବେଳେ ଆପଣ ତଳକୁ ଓହ୍ଲାଇବେ, ସେତେବେଳେ ବାଟରେ ଆପଣ ଏଇ ଲୋକମାନଙ୍କୁ ହିଁ ପାଇବେ। ସବୁ ଜିନିଷ ଏ ଦୁନିଆରେ ବଦଳିଯାଏ। ବାସ୍ ଖାଲି କିଛି ଦିନ ଅପେକ୍ଷା କରନ୍ତୁ। କାହାର ମନ ବଦଳିଯିବ ତ କାହାର ସମୟ ବଦଳିଯିବ। ନିଜକୁ ଗୋଟିଏ ଥଣ୍ଡା ସରୋବରର ପାଣି ପରି ବନାଇବାକୁ ପ୍ରୟାସ କରନ୍ତୁ। ଯେମିତିକି କେହି ଯଦି ଅଙ୍ଗାରଖଣ୍ଡକୁ ପିଙ୍ଗି ଦିଏ, ତାହା ତୁମ ସଂସ୍ପର୍ଶରେ ଆସି ଥଣ୍ଡା ହୋଇଯାଉ। ସବୁବେଳେ ନିଜ ଲକ୍ଷ୍ୟ ତା ଉପରେ ରଖନ୍ତୁ। ଯାହା ତୁମେ ବା ଆପଣ ପାଇବାକୁ ଚାହୁଁଛନ୍ତି, ଆଉ ତା ଉପରେ ଜମା ଲକ୍ଷ୍ୟ ରଖନ୍ତୁ ନାହିଁ ଯାହା ଆପଣ ହରାଇ ସାରିଛନ୍ତି। ପଛକୁ ଅନାଇ ଅନାଇ ରାସ୍ତା ଚାଲିଲେ ଆକ୍ସିଡେଣ୍ଟ ହେବାର ଭୟ ନିଶ୍ଚିତ ଅଛି। ଜୀବନରେ ସବୁ ଲୋକ ମିତ୍ର ବା ବନ୍ଧୁବାନ୍ଧବ ହୋଇ ଆସନ୍ତି ନାହିଁ। କିଛି ଲୋକ ଆମ ଜୀବନରେ ଆସନ୍ତି, କିଛି ଦିନ ରହନ୍ତି ଏବଂ ଆମକୁ ଶିକ୍ଷା ପ୍ରଦାନ କରି ଆମ ଜୀବନରୁ ଚାଲି ଯାଇଥାନ୍ତି। ପିଠି ସବୁବେଳେ ମଜବୁତ ରଖନ୍ତୁ, କାରଣ ସାବାସି ହେଉ କି ଧୋକା, ସବୁବେଳେ ଏହା ପଛପଟରୁ ହିଁ ମିଳିଥାଏ। କେହି ପାଖରେ ରହି ଯଦି ତୁମର ନହେଲା, ତେବେ ସେ ଦୂରରେ ରହିଲେ ତୁମ ପାଇଁ ମଙ୍ଗଳମୟ ହେବ। ସମୟ ଯେତେବେଳେ ନ୍ୟାୟ କରେ, ସେତେବେଳେ କୌଣସି ସାକ୍ଷୀଙ୍କର ଦରକାର ପଡ଼େ ନାହିଁ। ତେଣୁ ସମୟର ନ୍ୟାୟକୁ ସବୁବେଳେ ଡରନ୍ତୁ ଏବଂ ଠିକ୍ କାମ କରିଚାଲନ୍ତୁ। କ୍ଷମା ମାଗୁଥିବା ଲୋକମାନେ ସବୁବେଳେ ଯେ ଭୁଲ କରିଥାନ୍ତି, ତାହା ଠିକ୍ ନୁହଁ। ବେଳେବେଳେ ସମ୍ପର୍କକୁ ବଞ୍ଚାଇବା ପାଇଁ କିଛି ଲୋକ ଠିକ୍ କରିଥିଲେ ମଧ୍ୟ ଭୁଲ କରିଛନ୍ତି ବୋଲି କହି ନିଜର ମହାନତା ପ୍ରଦର୍ଶନ କରିଥାନ୍ତି, କେବଳ ଏ ସମ୍ପର୍କକୁ ବଞ୍ଚାଇବା ପାଇଁ। ଇଚ୍ଛା ପୂର୍ଣ୍ଣ ନହେଲେ କ୍ରୋଧ ଆସିଥାଏ, ଆଉ ଇଚ୍ଛା ଯଦି ପୂରଣ ହେଲା ତେବେ ଲୋଭ ଆସିଥାଏ। ତେଣୁ ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ ନିହାତି ରଖନ୍ତୁ। ଧୈର୍ଯ୍ୟହରା କେବେ ବି ହୁଅନ୍ତୁ ନାହିଁ। କିଛି ଲୋକ ଉପରକୁ ଉଠିବାକୁ ଏତେ ବ୍ୟାକୁଳ ଥାନ୍ତି ଯେ ସେମାନେ ଛୋଟ ଲୋକମାନଙ୍କର ହାତକୁ ଛାଡ଼ି ବଡ଼ ଲୋକଙ୍କର ପାଦକୁ ଧରିବାକୁ ପସନ୍ଦ କରିଥାନ୍ତି। ଅନ୍ୟ ଦମରେ ଉଡ଼ିବାର ଯଦି ପ୍ରୟାସ କରିବ, ନିଜର ଉଡ଼ିବାର ସାମର୍ଥ୍ୟକୁ ତୁମେ ହରାଇ ବସିବ।
ତେଣୁ ନିଜ ଦମରେ କିଛି କରିବାକୁ ଚେଷ୍ଟା କର। ବାସ୍ କେବଳ ଗୋଟିଏ ଭୁଲ କରି ଦେଖ, ଏ ଦୁନିଆ ଭୁଲିଯିବ କି ତୁମେ ଅତୀତରେ କେତେ ଠିକ୍ କରିଛ, କେତେ କାହାକୁ ସାହାଯ୍ୟ କରିଛ, କେତେ କାହା କାମରେ ଆସିଛ ବୋଲି। ଭଲ ଲୋକଙ୍କର ସଙ୍ଗତରେ ରୁହ, କାରଣ ବଣିଆର ଅଳିଆ ମଧ୍ୟ ବାଦାମ ଠାରୁ ଅଧିକା ମୂଲ୍ୟରେ ବିକ୍ରି ହୋଇଥାଏ। ଦିନେ ଆପଣ ଅଭିଯୋଗ ସମୟ ବିରୁଦ୍ଧରେ କରିବେ ନାହିଁ, ନିଜ ବିରୁଦ୍ଧରେ ଅଭିଯୋଗ ଆଣିବେ କି କେତେ ସୁନ୍ଦର ଜୀବନ ଆପଣଙ୍କ ସାମ୍ନାରେ ଥିଲା, ଆପଣ ନିଜ ହାତରେ ନିଜ ଜୀବନକୁ ନଷ୍ଟ କରିଦେଲେ। କାହାକୁ ତୁମେ କ୍ଷମା କରି ଭଲ ବନିଯାଇପାର, ମାତ୍ର ଦ୍ୱିତୀୟ ଥର କାହା ଉପରେ ଭରସା କରି ବେକୁବ ବନ ନାହିଁ। ପରିଶ୍ରମର ଫଳ ଓ ସମସ୍ୟାର ସମାଧାନ ଡେରି ହେଲେ ମଧ୍ୟ ନିଶ୍ଚୟ ମିଳିଥାଏ। କେବଳ ତୁମର ଧୈର୍ଯ୍ୟ, ତୁମର ସାହସ ଏବଂ ତୁମ କାମରେ ନିରନ୍ତରତାର ଆବଶ୍ୟକତା ଅଛି। କିଛି ଜିନିଷ ଭାଙ୍ଗିଗଲେ ଭାରି କଷ୍ଟ ହୁଏ, ଯେମିତିକି ଭରସା, ନିଦ, ସ୍ୱପ୍ନ, ଅବିଶ୍ୱାସ। ନିଜେ କେବେ ନିଜଠାରୁ ହାର ନାହିଁ। ଅନ୍ୟ କାହାଠାରୁ କେତେଥର ହାରିଲ ତାହା କିଛି ମୂଲ୍ୟ ରଖେ ନାହିଁ। କିନ୍ତୁ ଯଦି ତୁମେ ନିଜଠାରୁ ହାରିଗଲ, ନିଜେ ନିଜ ଆଖିରେ ଛୋଟ ହୋଇଗଲ, ତାହେଲେ ଜୀବନ ଦୁର୍ବିଷହ ହୋଇଯିବ। କ୍ରୋଧ ଯେତେବେଳେ ଆସୁଛି, ସେ କ୍ରୋଧ ସମୟରେ ଟିକେ ରହିଯାଆନ୍ତୁ, ଭୁଲ ସମୟରେ ଟିକେ ନଇଁଯାଆନ୍ତୁ। ଆତ୍ମସମ୍ମାନର ସହ ଜୀବନ ରାସ୍ତାରେ ଆଗକୁ ବଢ଼ନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ। ନିଜ ସହ ତର୍କ କଲେ ସମସ୍ୟାର ସମାଧାନ ମିଳିବ। ଅନ୍ୟ ସହ ତର୍କ କଲେ ସମସ୍ୟାର ଅନ୍ୟ କିଛି ଡୋର ଖୋଲିଯାଇ ତୁମକୁ ଆହୁରି ଅସୁବିଧାରେ ପକାଇବ। ତେଣୁ ଯେତେବେଳେ ବି ସମୟ ପାଉଛନ୍ତି, ସେତେବେଳେ ନିଜେ ନିଜ ସହ ତର୍କ କରନ୍ତୁ, ଅନ୍ୟ କାହା ସହ ନୁହଁ। ନିଜକୁ ଏମିତି ବନାଅ କି ଯେଉଁଠି ତୁମେ ରୁହ ନା କାହିଁକି, ସେଠି ତୁମକୁ ସମସ୍ତେ ପ୍ରେମ କରନ୍ତୁ। ଆଉ ଯେଉଁଠାରୁ ତୁମେ ଚାଲି ଯାଉଛ, ସେଠାରେ ସମସ୍ତେ ତୁମକୁ ମନେ ପକାନ୍ତୁ। ଆଉ ଯେଉଁ ଜାଗାକୁ ତୁମେ ଯିବାକୁ ବାହାରିଛ, ସେଠି ଲୋକମାନେ ତୁମକୁ ଅପେକ୍ଷା କରି ରହନ୍ତୁ। ବ୍ଲେଡ୍ ଯେତେ ଧାରୁଆ ହେଉନା କାହିଁକି, ଗଛ କାଟିପାରେ ନା। କୁରାଢ଼ୀ ଯେତେ ଟାଣ ହେଉନା କାହିଁକି, ଚୁଟି କାଟିପାରେ ନା। ସମସ୍ତେ ନିଜ ନିଜ ପରିସର ଭିତରେ ଶ୍ରେଷ୍ଠ ଥାନ୍ତି। ସମସ୍ତଙ୍କ ପାଖରେ ସବୁ ଗୁଣ ଖୋଜିଲେ ଆମେ ପାଇବା ନାହିଁ। ତେଣୁ ନିଜକୁ କାହା ସହିତ ତୁଳନା କରି ଦୁଃଖ ପାଆନ୍ତୁ ନାହିଁ। ନିଜକୁ ନିଜ ଦୁନିଆର ବାଦଶାହ ବୋଲି ଭାବି ଆନନ୍ଦରେ ରୁହନ୍ତୁ। ଅସୁବିଧା ଠିକ୍ ଗୋଟେ ତୁଳାଭରା ଥଳି ଭଳି ହୋଇଥାଏ। କେବଳ ଦେଖିବ ତ ଏହା ବହୁତ ବଡ଼ ଲାଗିବ, ଉଠାଇବାକୁ ଚେଷ୍ଟା କରିବ ବା ଉଠାଇବ ତ ହାଲକା ଲାଗିବ। ତୁମକୁ କେହି ସଦୟ ମହତ୍ଵ ଦେଉନି ତ ଦୁଃଖ କର ନାହିଁ, କାରଣ କବାଡ଼ିଆ ବାଲା ହୀରାର ମୂଲ୍ୟକୁ ବୁଝନ୍ତି ନାହିଁ। ମନତା ଓ ମୁହଁର ହସର ବହୁତ ଶକ୍ତିଶାଳୀ ପ୍ରଭାବ ଥାଏ। ମୌନ ଅନେକ ସମସ୍ୟାର ସମାଧାନରେ ସହାୟତା ପ୍ରଦାନ କରିଥାଏ। ଆଉ ମୁହଁରେ ହସ ଅନେକ ସମସ୍ୟାରୁ ଆପଣଙ୍କୁ ବଞ୍ଚାଇ ଦେଇଥାଏ। ତେଣୁ ଯେଉଁଠି ଆବଶ୍ୟକ ସେଠି ମୌନ ରୁହନ୍ତୁ। ଆଉ ଜୀବନରେ ବେଳେବେଳେ ହସି ହସି ଏଡ଼ାଇ ଦେଇ ଆଗକୁ ଚାଲନ୍ତୁ।
आम हाथ छाड़ी जाइथिबा लोक माने आमको शिखाई दे जाइथांती कि आगको आसवाक थिबा लोक माननकु केबे भी आखि बुझी भरोसा करनी। भगवान श्रीकृष्ण कहती कहीं तुमको मौका देला तो ताकू धोखा दियो नहीं, आउ कहीं जदि तुमको धोखा देला जीवन ताकू केबे मौका दियो नहीं। परिवार संभाळिबार अछि तो मालिक बनी नुह बरम माली बनी परिवार को संभाळ। जेमती माली समस्तंकर सबु गछर ध्यान रखि थाए मात्र अधिकार साब्यस्त करे नहीं, ठीक सेमती तुम्हें समस्त ध्यान रख, समस्त उपरे अधिकार जाहिर कर नहीं। हाँ रे हाँ मिसेवा शिखिले संपर्क बेसी दिन चले। रास्तार बिछा जाइथिबा कंटा को न डरी पाद तुम्हें आग को बढ़ाओ, कारण तुम सांगरे बहुत लोकंकर आशीर्वाद रही। प्रतिशत नुहे बरं परिवर्तन आनिबार प्रयास करंतु। बुद्धिमान लोक सी नुहे जे इटार जवाब पत्थर रे दिए, बरं बुद्धिमान लोक सी जी फोपड़ा जाइथिबा इटा सबको एकाठी करी ता निजर अट्टालिकाटीए बनाइबार प्रयास करिथाए। जीवन में झड़ आसवा दरकार। जीवन में झड़ आसिले सिना आपन जानी परिबे किए हाथ छाड़ी आपणकर चली जाउछि, आउ किए ए झड़े मध्य आपणक हाथ को धरी सेमती ठिया होई आपणक सह झड़ को सामना करुछि। केबे हताश हो नहीं। जीवन कौनसी भी समय रे बहुत किछि प्रदान करि दे पारे। मन रहिबा एक साधना और भावी चिंती कथा कहवा एक कला अटे। ए सब को शिखंतु। लोकर भल गुण देखि केही प्रशंसा पाई हुए तो पाटी न खोली पारंती, मात्र जेतेबेले सही व्यक्तिर कौनसी खराब गुणर चर्चा हुए सेतेबेले जे मुख सारा जीवन केबे कथा कही नथिला से मध्य आगे आसे दुई पद कहवा पाई। स्वभाव और वाणी जदि तुमर ठीक तेबे तुम्हें असंभव को संभव करिवार सामर्थ्य रखुच बोली जानि नियो। जेतेबेले लोक भगवान को अविश्वास न करी भगवान को मागिबा ता अधिकार बोली भावी दिए एवं भगवान के पाखरे निजर अधिकार साब्यस्त करे, सेतेबेले ता जीवन रे चमत्कार सब हबाकू लगी थाए। जहाँ तुम हाथ नहीं ताको मोह कले जीवन नरक पलटि जाई थाए। खाली निश्वास बंद होगाकू मरिबा कहा जाए नहीं, बरम से समस्त व्यक्ति जी थाऊ थाऊ मरी जाइथांती जो माने भूल को भूल और ठीक को ठीक कहिबार सामर्थ्य रखती नहीं। शर्त थिला संपर्क बंचाइबार, एया कारण थिला मोर हारिबार, नहले मु भी हारिबा लोक नथिली। कंदेइबा बाला सबले से माने होइथांती जो माने कहती तुम्हें हसिले भारी भल लाग बोली। मनुष्यर प्रकृति बड़ा विचित्र। जा नहीं कि जाई हबनी ताकू साउंड चली एवं जा नहीं कि जाई हब ताकू छाड़ी छाड़ी चली। हाथ तार धर जहाकू सुख समय रे तुम्हें छाड़ब नहीं कि दुख समय रे से भी तुम हाथ छाड़ब नहीं। मन रख तुमको जितेबले परिवार लोक परपरी लगे एवं पर माने निजर परी लागिबा आरंभ करिवे, जानिनेब तुमर विनाशर बेल आसीगला।
ଜୀବନରେ ଦୁଇଟି ସଚା ମିତ୍ର ତୁମେ ପାଇବ। ଗୋଟିଏ ହେଉଛି ଦର୍ପଣ, ଯାହା କେବେ ମିଛ କହେ ନାହିଁ, ଓ ଅନ୍ୟଟି ହେଲା ତୁମର ଛାଇ, ଯେ ବି କୌଣସି ପରିସ୍ଥିତିରେ ତୁମ ସାଥ ଛାଡ଼େ ନାହିଁ। ଯଦି କୌଣସି ରାସ୍ତା ତୁମକୁ ଡରାଉଛି ତ ଜାଣିନିଅ ସେଇ ରାସ୍ତା ହେଉଛି ହିଁ ତୁମକୁ ସଫଳତା ପାଖରେ ପହଞ୍ଚାଇବାର ପ୍ରକୃତ ରାସ୍ତା। କଷ୍ଟ ହେଲେ ମଧ୍ୟ ସେ ରାସ୍ତାରେ ଚାଲିବାର ପ୍ରୟାସ କର। ଏକୁଟିଆ ରହିବା ଓ ଏକୁଟିଆ କାନ୍ଦିବା ତୁମକୁ ବହୁତ ମଜବୁତ ବନାଇ ଦେଇପାରେ। ପ୍ରେମ ହେଉ ବା ଭୋଜନ, ଯଦି ତୁମେ କାହାକୁ ଅଧିକା ଦେଇଦେଲ ସେ ଅଧାରୁ ହିଁ ଛାଡ଼ି ଚାଲିଯାଏ। ତେଣୁ ଦେଖିକି ଏସବୁର ବ୍ୟବହାର କରନ୍ତୁ। କଣ୍ଟାର କ'ଣ ବା ଦୋଷ? ଆମେ ତ ପାଦ ନିଜେ ନିଜ ଇଚ୍ଛାରେ କଣ୍ଟା ଉପରେ ରଖିଥିଲେ। ଲଗାତାର ବିଫଳତା ମିଳୁଛି ତ ଦୁଃଖ କର ନାହିଁ। ବେଳେବେଳେ ଚାବି ନେନ୍ତାର ଶେଷ ଚାବିରେ ହିଁ ତାଲା ଖୋଲିଥାଏ। ସବୁ ଜିନିଷ ମହଙ୍ଗା ହୋଇଗଲେ ମଧ୍ୟ ମ୍ୟାଚିସ୍ ବକ୍ସର ମୂଲ୍ୟ ଆଜି ବି 1 ଟଙ୍କା। ରେଟ୍ ଜମା ବଢ଼ୁନାହିଁ, ମୂଲ୍ୟ ଜମା ବଢ଼ୁନାହିଁ। କାହିଁକି ଜାଣନ୍ତି? ଏହା ପ୍ରମାଣ କରେ ଯେ ନିଆଁ ଲଗାଇଲା ବାଲାର, ଯେ ନିଆଁ ଲଗାଏ ତାର ମୂଲ୍ୟ କେବେ ବି ବଢ଼ିନଥାଏ। ଲୋକ ବଞ୍ଚିଥିବା ଲୋକ ସହ ଠିକ୍ ସେ କଥା ହୁଅନ୍ତି ନାହିଁ। ମାତ୍ର ସେଇ ଲୋକ ଯେତେବେଳେ ମରିଯାଏ ଲୋକମାନେ ତାକୁ ହଲେଇ ହଲେଇ କହନ୍ତି, ଆରେ ଉଠ, ତୁ କିଛି କହୁନୁ କାହିଁକି? ଏ ହେଉଛି ଲୋକଙ୍କର ପ୍ରକୃତି। ଯାହାର କିଛି ଗ୍ୟାରେଣ୍ଟି ନାହିଁ ତା ନାଁ ହେଉଛି ଜୀବନ, ଏବଂ ଯାହାର ଫୁଲ୍ ଗ୍ୟାରେଣ୍ଟି ଅଛି ତା ନାଁ ହେଲା ମୃତ୍ୟୁ। ମଣିଷକୁ ଟିକେ ଦେଖନ୍ତୁ, ଆପଣାର ଲୋକର ମୃତ ଶରୀରକୁ ଛୁଇଁଦେଲେ ଗାଧୋଇବାକୁ ଚାଲିଯାଆନ୍ତି। ମାତ୍ର ପଶୁପକ୍ଷୀଙ୍କର ମୃତ ଶରୀରକୁ ଖାଇବାକୁ ପଛାନ୍ତି ନାହିଁ। ଏ ହେଉଛି ମଣିଷଙ୍କର ସ୍ୱଭାବ। ସମଭାବାପନ୍ନ ହେବାକୁ ସର୍ବଦା ଚେଷ୍ଟା କରନ୍ତୁ। ସୁଖ ଦୁଃଖ ଜିତ୍ ହାର ସବୁକୁ ସମାନ ଭାବରେ ଗ୍ରହଣ କରନ୍ତୁ। ଜୀବନର ଜୁଆର ଓ ଭଟାରୁ ବଞ୍ଚିବାକୁ ମାନସିକ ସ୍ଥିରତା ନିହାତି ଆବଶ୍ୟକ ଥାଏ। ଭୟ ଓ ଶୋକକୁ ସର୍ବଦା ତ୍ୟାଗ କରନ୍ତୁ ଏବଂ ଜୀବନରେ କେବେ ଠିକ୍ ଲୋକ ଖୋଜିବାର ଭୁଲ ନ କରି ପ୍ରଥମେ ନିଜକୁ ଠିକ୍ ଲୋକରେ ପରିଣତ କରନ୍ତୁ। ଦେଖିବେ ଆପେ ଆପେ ସବୁ ଲୋକ ଆପଣଙ୍କୁ ଠିକ୍ ବୋଲି ଲାଗିବେ। ଯଦି ଆପଣ ଜଣେ ଅଭିଯୋଗକାରୀ ବ୍ୟକ୍ତି ହୋଇଗଲେ, ପ୍ରତିଟି କଥାରେ ଅଭିଯୋଗ ଆଣିଲେ, ତେବେ ଜୀବନ ସାରା ଆପଣ ଦୁଃଖ ହିଁ ପାଇବେ। ଯଦି ଆପଣ ନିଜକୁ ଜଣେ ସନ୍ତୁଷ୍ଟ ମଣିଷରେ ପରିଣତ କଲେ, ତାହେଲେ ଜୀବନ ସୁଖମୟ ଏବଂ ରସମୟ ହୋଇପାରିବ। ଦୁନିଆରେ ଏପର୍ଯ୍ୟନ୍ତ ଜଣେ ଲୋକ କେହି ଜନ୍ମ ହୋଇନାହିଁ ଯାହା ଜୀବନରେ କେବେ ଦୁଃଖ ଆସିନାହିଁ। ସେ ଧନୀ ହେଉ, ଗରିବ ହେଉ ବା ଯେକୌଣସି ହେଉ, ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ଆସିଥାଏ। ସେ ଭଗବାନ ହୁଅନ୍ତୁ ବା ଶୈତାନ, ଦୁଃଖାଳୟରେ ଜନ୍ମ ନେଇଛନ୍ତି ତ ଦୁଃଖ ସହିବାକୁ ପଡ଼ିବ। ଦୁଃଖର କାରଣ ହୁଏତ ଅଲଗା ଅଲଗା ହୋଇପାରେ, ମାତ୍ର ଜୀବନରେ ନିଶ୍ଚିତ ଭାବରେ ଦୁଃଖ ହିଁ ଥିବ। ତେଣୁ ଦୁଃଖ ସହିବାର ସାମର୍ଥ୍ୟ ନିଜ ଭିତରେ ରଖନ୍ତୁ। ତୁମେ କମଜୋର ହେବ ତ ଆଗକୁ ବଢ଼ିବାର ସାମର୍ଥ୍ୟ ହରାଇବ। ତେଣୁ କୌଣସି ପରିସ୍ଥିତିରେ ନିଜକୁ ତୁମେ କମଜୋର କର ନାହିଁ। ପ୍ରତ୍ୟେକ ଚେଷ୍ଟାରେ ହୁଏତ ଆପଣଙ୍କୁ ସଫଳତା ମିଳିନପାରେ, ମାତ୍ର ସଫଳତା ପଛରେ ନିଶ୍ଚିତ ଚେଷ୍ଟା ହିଁ ରହିଥାଏ। ତେଣୁ ପ୍ରଚେଷ୍ଟା କରନ୍ତୁ। ତୁମେ କେତେ ବଡ଼ ଭୁଲ କରିଛ ତାହା ବଡ଼ କଥା ନୁହଁ, କିନ୍ତୁ ଭୁଲ କଲା ପରେ ତୁମେ ନିଜକୁ ସୁଧାରିବାର ପ୍ରୟାସ କରିଛ କି ନାହିଁ ତାହା ହେଉଛି ବଡ଼ କଥା। ଜୀବନରେ କେବେ ଟାଳଟୁଳ ନୀତିକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ।
କାରଣ ଏଇ ଟାଳଟୁ ନୀତି ପାଇଁ ଅନେକ ଲୋକ ଆଜି ବି ପସ୍ତଉଛନ୍ତି। ଯାହା କରିବାର ଅଛି ସିଦ୍ଧାନ୍ତ କରନ୍ତୁ। ଥରେ ସିଦ୍ଧାନ୍ତ କଲାପରେ କାର୍ଯ୍ୟକୁ ଅବିଳମ୍ବେ ଆରମ୍ଭ କରନ୍ତୁ। ଭଲ ସମୟକୁ ଅପେକ୍ଷା କରି ସମୟକୁ ନଷ୍ଟ କରନ୍ତୁ ନାହିଁ। ସେତିକି ଚିନ୍ତା କରନ୍ତୁ ଯେତିକିରେ ଆପଣଙ୍କର କାମ ଚଳିଯିବ। ଅଯଥା ଚିନ୍ତା କରି ନିଜେ ଭାରାକ୍ରାନ୍ତ ହୁଅନ୍ତୁ ନାହିଁ କି ଅନ୍ୟମାନଙ୍କୁ ନିଜ ଚିନ୍ତାର ଜାଲରେ ଫସାନ୍ତୁ ନାହିଁ। ବିଶ୍ୱାସ ରଖନ୍ତୁ, ଆଜି ଯିଏ ଆପଣଙ୍କୁ ଭୁଲିଛି କାଲି ସେ ଆପଣଙ୍କୁ ନିଶ୍ଚୟ ମନେ ପକାଇବ। ବାସ୍ ଖାଲି ତାର ମତଲବର ଦିନକୁ ଆସିବାକୁ ଦିଅନ୍ତୁ। କର୍ମ ଠିକ୍ କରିବାକୁ ଚେଷ୍ଟା କରନ୍ତୁ, କାରଣ ହିସାବ ରୋଜଗାରର ହୁଏ ନାହିଁ, ବରଂ କର୍ମର ହୋଇଥାଏ। କର୍ମର ହିସାବ ସମସ୍ତଙ୍କୁ ଦେବାକୁ ପଡ଼ିଥାଏ। ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତ ଏକଥା ମନେ ରଖନ୍ତୁ, ପାଦ ଖସିଗଲେ ଚଳିବ, ହେଲେ ଏ ଜୁବାନ ବା ପାଟିକୁ କେବେ ଖସିବାକୁ ଦିଅନ୍ତୁ ନାହିଁ। କାଲି ଯାହା ଥିଲା ତାକୁ ଭୁଲ, ଆଜି ଯାହା କିଛି ଅଛି ତାକୁ ଉପଯୋଗ କରି ଆଗକୁ ବଢ଼। ଦେଖିବ ଆସନ୍ତାକାଲି ନିଶ୍ଚିତ ଭାବରେ ତୁମର ସୁନ୍ଦର ବନିଯିବ। ସ୍ୱାଦ ପଛରେ ନ ଦୌଡ଼ିଲେ ଶରୀରକୁ ଫାଇଦା ମିଳିଥାଏ। ବିବାଦକୁ ଛାଡ଼ିଦେଲେ ସମ୍ବନ୍ଧରେ ଫାଇଦା ହୋଇଥାଏ। ବ୍ୟର୍ଥ ଚିନ୍ତାକୁ ଯଦି ଆପଣ ଛାଡ଼ିଦେଲେ ତାହେଲେ ଜୀବନକୁ ଫାଇଦା ହୋଇଥାଏ। ପିତାର ଗାଳି ଖାଇଥିବା ପୁଅ, ଗୁରୁଙ୍କ ଠାରୁ ଦଣ୍ଡ ପାଇଥିବା ଶିଷ୍ୟ ଏବଂ ପଣିଆ ଦ୍ୱାରା ପିଟା ଯାଇଥିବା ସୁନା ନିଶ୍ଚିତ ଭାବରେ ଆଭୂଷଣରେ ପରିଣତ ହୋଇ କାମରେ ଲାଗିଥାନ୍ତି। ସମୁଦ୍ର ବନି କାହାକୁ ବୁଡ଼େଇବା ଅପେକ୍ଷା ମାଧ୍ୟମ ବନି କାହାକୁ ବଞ୍ଚାଇ ପାରିଲେ ଆପଣ ବହୁତ ଶାନ୍ତି ପାଇବେ। ନଈବା ଭଲ, ନଈବା ହେଉଛି ନମ୍ରତା। ମାତ୍ର ଆତ୍ମସମ୍ମାନକୁ ହରାଇ ଜମା ନଅନ୍ତୁ ନାହିଁ, କାରଣ ଆତ୍ମସମ୍ମାନକୁ ହରାଇ ନଇଲେ ଆପଣ ନିଜର ଆଇଡେଣ୍ଟିଟିକୁ ହରାଇ ବସିବେ, ନିଜେ ନିଜକୁ ହରାଇ ବସିବେ। ଜନ୍ମ ସମୟରେ ଆମର ନା କେହି ଶତ୍ରୁ ଥିଲେ ନା କେହି ମିତ୍ର ଥିଲେ। ଆମେ ଆମର ଶବ୍ଦ ଓ ବ୍ୟବହାର ଦ୍ୱାରା ଶତ୍ରୁ ଓ ମିତ୍ର ତିଆରି କରିଛନ୍ତି। ଶବ୍ଦ ମଧୁର ଏବଂ ବ୍ୟବହାର ଉତ୍ତମ ହେଲେ ଆପେ ଆପେ ଶତ୍ରୁ ସଂଖ୍ୟା କମିଯିବେ ଏବଂ ମିତ୍ରଙ୍କ ସଂଖ୍ୟା ବଢ଼ିଯିବେ। ଥରେ ଏମିତି କରି ପ୍ରୟାସ କରି ଦେଖନ୍ତୁ ନା। ଯଦି ଆପଣଙ୍କ ପାଖରେ ଜିଦ୍, ଉତ୍ସାହ, ଆଶା ଓ ବିଶ୍ୱାସ ସୁଦୃଢ଼ ଅଛି ତ ଆପଣ କେବେ ବି ହାରିବେ ନାହିଁ। ଯଦି କାହା ଦୁଃଖ ଦେଖି ଆପଣଙ୍କୁ ଦୁଃଖ ଲାଗୁଛି, କାହା ଦୁଃଖରେ ଆପଣଙ୍କ ପାଟିରୁ ଆହା ଶବ୍ଦ ବାହାରୁଛି ଏବଂ କାହାକୁ ସାହାଯ୍ୟ କରିବା ପାଇଁ ଆପଣ ଆପେ ଆପେ ଗୋଡ଼ କାଢ଼ି ଚାଲି ଯାଉଛନ୍ତି, ତ ଜାଣି ରଖନ୍ତୁ ନିଶ୍ଚିତ ଭାବରେ ଆପଣଙ୍କ ହୃଦୟରେ ପରମାତ୍ମା ବାସ କରୁଛନ୍ତି। ସେ ହିଁ ଆପଣଙ୍କୁ ପ୍ରେରିତ କରୁଛନ୍ତି ଏସବୁ କରିବାକୁ। ପଇସା କେବଳ ଜୀବନଶୈଳୀକୁ ବଦଳାଇ ଦେଇପାରେ, ମାତ୍ର ବୁଦ୍ଧି, ବିବେକ ଓ ଆପଣଙ୍କ ଚରିତ୍ରକୁ ନୁହଁ। ଆପଣ କେତେ ଜୋରରେ ଚାଲୁଛନ୍ତି ସିଆଡ଼କୁ ଧ୍ୟାନ ନ ଦେଇ ଧ୍ୟାନ ଦିଅନ୍ତୁ ଆପଣ କେଉଁ ଦିଗରେ ଚାଲୁଛନ୍ତି। ଯଦି ଆପଣ ଠିକ୍ ଦିଗରେ ଚାଲୁଛନ୍ତି ତାହେଲେ ନ ଦୌଡ଼ି ଚାଲିଲେ ବି ଚଳିବ। ନିଶ୍ଚିତ ଭାବରେ ଦିନେ ନା ଦିନେ ଆପଣ ନିଜ ଲକ୍ଷ୍ୟ ପାଖରେ ପହଞ୍ଚି ପାରିବେ। ଅନ୍ୟର ଭୁଲ ଖୋଜି ଲାଭ ନାହିଁ, କାରଣ ଲୋକଙ୍କ ଭୁଲ ଖୋଜୁ ଖୋଜୁ ତୁମେ ତାଙ୍କ ଭିତରେ ଥିବା ଭଲ ଗୁଣକୁ ମଧ୍ୟ ଦେଖି ଇଗ୍ନୋର କରିବା ଆରମ୍ଭ କରିଦେବ। ଯଦି ଖୋଜୁଛ ତ ଉଭୟ ଭୁଲ ଗୁଣ ଓ ଠିକ୍ ଗୁଣକୁ ଖୋଜି ଚାଲ, ଦେଖିବ ତୁମେ ଲାଭରେ ରହିବ। ଆଶା କରୁଛି ଦର୍ଶକ ବନ୍ଧୁ ଆଜିର ଏ ଅମୃତମୟ କଥା ଗୁଡ଼ିକ ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରେରଣା ଯୋଗାଇବ। ଆଗାମୀ ଭିଡ଼ିଓରେ ପୁଣି ଥରେ ଆପଣମାନଙ୍କର ସହିତ ଭେଟଭାଟ ହେବ। ସେ ପର୍ଯ୍ୟନ୍ତ ଆପଣଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ରହୁଛି। ନମସ୍କାର।